চরে রাজা ডাইল দূরକୁ ଆଜ୍ଞା ମୂର୍ଖ ସଭା ପାଏ ଉତ୍ତମ ପୋଷାକ ପରିଧାନ କରିଥିଲେ ଯେତେବେଳେ ତା ଭାଷା ବାହାରେ ଆଜ୍ଞା ବଚନ ପ୍ରକାଶ ପାଏ ମୂର୍ଖ ବଦା ଚଳେ ମୂର୍ଖର ସେ ପରିଚୟ ପାଇଯାଏ ତେଣୁ ମତେ ତମେ କଣ ଗାମୁଛା ପିନ୍ଧିଥିବା ଦେଖି ଉପହାସ କରୁଛ ସମୁଦ୍ରର ଢେଉ କଣ ମାପୁଛ ସମୁଦ୍ରର ଗଭୀର ଦେଖ କାଶୀ ରାଜା କହିଲେ କିରେ ଇଏ ତ ମତେ ଟ୍ୟୁସନ କଲାଣି ଏ ନୀଳାଚଳ ଧାମରୁ ଆସିଥିବା ସାମାନ୍ୟ ଜଣେ ମଣିଷ ଇଏ ପଣ୍ଡିତ ବୋଲି ତ ଆସିଛି ଇଏ ମତେ ଟ୍ୟୁସନ କଲାଣି ତମର କଣ ଆବଶ୍ୟକ କାଶୀ ରାଜା କହିଲେ କଣ ମା ମାନେ ପାଲା ଭଲ ଲାଗିଲାନି ବୋଧେ ସବୁ ଘରକୁ ଗଲେଣି ନାଇଁ ଠିକ ଅଛି 3 ଘଣ୍ଟାକୁ ଧକ୍କା ମାରିବ ଆଉ ଅଳ୍ପ ସମୟ ପ୍ରସାଦ ପାଇ ସମସ୍ତେ ଯିବା କାହିଁକି ନା ପାଲାଟା ଆଜ୍ଞା 2 ଘଣ୍ଟାରୁ 2.5 ଘଣ୍ଟା ବା 3 ଘଣ୍ଟା 3 ଘଣ୍ଟାକୁ ଧକ୍କା ମାରିବାକୁ ଯାଉଛି ସମୟ କେତେ ସମୟ ଧୈର୍ଯ୍ୟ ଧରିବେ ସକାଳ ପାଇଲେ ପୁଣି କର୍ମ ଅଛି ନା ତେଣୁ ମୋ ପାଇଁ 3ଟା ଯୁବକ ଆବଶ୍ୟକ କାଶୀ ରାଜାକୁ କହିଲେ କିଏ ଏ ନୀଳାଚଳ ଧାମର ପଣ୍ଡିତ କାଶୀ ରାଜା ନିକଟରେ କଣ 3ଟା ଯୁବକ ମିଳିବେନି ମିଳିବେ ପୁଣି ସମାନ ବୟସ ସମାନ ଉଚ୍ଚତା ସମାନ ରଙ୍ଗ ମୋ ପାଇଁ 3ଟା ନୁହେଁ 4ଟା ଯୁବକ ଦରକାର କାଶୀ ରାଜା ଆଜ୍ଞା ସମାନ ଆଜ୍ଞା ଉଚ୍ଚତାର ସମାନ ରଙ୍ଗର ସମାନ ପୋଷାକର 4ଟା ଯୁବକ ଆଣିଦେଲେ ପୁଣି କାଶୀ ରାଜାକୁ ଅନୁରୋଧ କଲା ନୀଳାଚଳ ଧାମ ପଣ୍ଡିତ ମୋ ପାଇଁ ଗୋଟିଏ ଡ୍ରଇଂ ରୁମ ଦରକାର ଯୋଉଠି ବେଶଭୂଷଣ ଯେମିତି ଯଜମାନ ଆଜ୍ଞା ତାଙ୍କର ପୁରୁଣା ଘରେ ଆମକୁ ବେଶଭୂଷଣ କରିବା ପାଇଁ ଦେଲେ ସେଇଭଳି ଜଣେ ଡ୍ରଇଂ ରୁମ ଦରକାର ଡ୍ରଇଂ ରୁମ ବୋଲି ଆଜ୍ଞା କାଶୀ ରାଜା ମଧ୍ୟ ଦେଲେ 4 ଜଣ ଯୁବକକୁ ଗୋଟିଏ ଯୁବକକୁ ଆଜ୍ଞା ରୂପ ସଜେଇଲେ ଶିବ ରୂପ ସଜେଇଲେ ଏଣେ ସର୍ପହାର ପିନ୍ଧେଇ ଦେଲେ ଡମ୍ବରୁ ଧରେଇ ଦେଲେ ପିନାକ ଧରେଇ ଦେଲେ ଏଣେ ପଣ୍ଡିତେ ବ୍ୟାଘ୍ର ଚମ ପିନ୍ଧେଇ ଦେଲେ ଶିବ ଶିବ ବାସ୍ନା ହେଲା କାଶୀ ଧାମର ସମସ୍ତ ବ୍ୟକ୍ତି କହିଲେ ଆମ ଶିବ ଠାକୁର ଦେବଦେବ ମହାଦେବ ମହାନ ଜୟ କଳିଯୁଗର ପ୍ରତ୍ୟକ୍ଷ ଦେବତା ଦେବଦେବ ମହାଦେବଙ୍କର 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 ଦ୍ୱିତୀୟ ଯୁବକକୁ ବେଶ ସଜେଇଲେ ରାମ ରୂପ ନବ ଦୁର୍ବାଦଳ ଅପୂର୍ବ କାନ୍ତି କାଣ୍ଡ କଦଣ୍ଡ ସଜେଇ ଦେଲେ ରାମ ରାମ ବାସ୍ନା ହେଲା ଅଯୋଧ୍ୟାରୁ ଆସିଥିବା ଲୋକ କହିଲେ ରାମ ଠାକୁର ମହା ରାମ ଠାକୁର ବଡ ଆଉ ଜଣେ ଯୁବକ ତୃତୀୟ ଯୁବକକୁ ନେଇ ଆଜ୍ଞା ସଜେଇଲେ ପୀତ ଦୁକୁଳ ପରିଧାନ କରେଇଲେ କଣ୍ଠରେ ଦୟାଣ ମାଳ ମସ୍ତକରେ ଶିଖି ଚୂଳ ଏଣେ ଆଜ୍ଞା ସେ ଦୟାଣର ମାଳ ଶିଖି ଚୂଳ ଯେତେବେଳେ ସଜେଇ ଦେଲେ କୃଷ୍ଣ କୃଷ୍ଣ ବାସ୍ନା ହେଲା ସମସ୍ତେ କହିଲେ ଏ ଯୋଉଟା କି ଆମର ଆସିଥିଲେ କୋଉଠି ବଦ୍ରିକା ଧାମରୁ ସମସ୍ତେ କହିଲେ ଆମ କୃଷ୍ଣ ଠାକୁର ବଡ ଚତୁର୍ଥ ଯୁବକକୁ ବେଶଭୂଷଣ କରିବା ପାଇଁ ବାହାରି ପଡିଲେ ଆଜ୍ଞା ସୁଆର କହିଲେ ହେ କାଶୀ ରାଜା ମୁଁ ଚତୁର୍ଥ ଯୁବକ ନିକଟରେ ପରାସ୍ତ ହେଇଯାଉଛି ମୁଁ 3ଟା ଯୁବକକୁ 3 ଦେବତା ରୂପ ଦେଲି କିନ୍ତୁ ଚତୁର୍ଥ ଯୁବକକୁ ମୁଁ ଆଜି ଏଇଠି ମୋ କ୍ଲାସ ଶେଷ କଲି
ତମେ ତମ କ୍ଲାସ ଆରମ୍ଭ କରିଦିଅ। ଅର୍ଥାତ ମୁଁ ସେ ରୂପ ଦେଇପାରିବିନି। ଜଗନ୍ନାଥ ରୂପ ଦେବାକୁ ହେଲେ ଆଜ୍ଞା ହାତ ଗୋଡ଼ ଚାରିଟା ଯାକ ଯୁବକର କାଟିବାକୁ ପଡ଼ିବ। ସେ କହିଲେ ମୁଁ ତ ମର୍ଡର କେସରେ ପଡ଼ିବି ନା। ମଣିଷ ହତ୍ୟା ମହାପାପ, କୁମ୍ଭୀପାକ ନର୍କଗାମୀ। ମୁଁ ମଣିଷ ମାରି ପାରିବିନି। ହେ କାଶୀ ରାଜା, ଆପଣ ଏ ଯୁବକକୁ ରୂପ ଦିଅ। ତେଣୁ କାଶୀ ରାଜା ବି ଅଡୁଆରେ ପଡ଼ିଗଲେ। ଯଦି ନୀଳାଚଳ ଧାମର ପଣ୍ଡିତ ଚତୁର୍ଥ ଯୁବକ ନିକଟରେ ପରାସ୍ତ ହେଉଛନ୍ତି, ଏଣେ ଜଗନ୍ନାଥ ରୂପ ଦେଇପାରୁନାହାନ୍ତି, ମୁଁ ବା ଦେବି କିପରି? ମୁଁ ବି ପରାସ୍ତ ହେଇଯାଉଛି। ମୁଁ ରୂପ ଦେଇପାରିବିନି, ମୁଁ ମର୍ଡର କରିପାରିବିନି। ତେଣୁ ରାମକୃଷ୍ଣ ଶିବ ରୂପ ହେଲେ ଜଗନ୍ନାଥ ରୂପ। ରାମକୃଷ୍ଣ